नमस्कार 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 ଆଉ କଣ ଟୁକୁଡ଼ା ଖବର? ଆରେ ଏଠି ବହୁତ ସମୟ ହେଲା ଲୋକ ଅପେକ୍ଷା କଲେଣି ମତେ ଖରାପ ଭାବିବେନି ଆଉ ଠିକ ଅଛି ନମସ୍କାର 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 ଆଉ କଣ ଟୁକୁଡ଼ା ଖବର? କଣ ସାରା ଆପଣ ତ ଆଗକୁ ସରପଞ୍ଚ ହେବେ ଆଉ କଣ ଆମ ଗରିବ ମାନଙ୍କ କଥା ଟିକେ ବୁଝନ୍ତୁ। ଆମର ତ ଘର ଖଣ୍ଡେ ଏପର୍ଯ୍ୟନ୍ତ କୁଡ଼ିଆ ହେଇପାରିଲା ନାହିଁ। ଏ ଗାଁରେ ବହୁତ ଅସୁବିଧା। ଆମେ ଆପଣଙ୍କ ଉପରେ ଭରସା ରଖୁଛୁ, ଆପଣ ଯାହା କରିବେ ଆଉ। ନା ମୋ ପିଏ କହିଥିଲେ ତମ କଥା କହିଥିଲେ ଆଉ ବିକାଶ ନା ଭଲ ନା? ଆଜ୍ଞା ବିକାଶ ନା ଆଚ୍ଛା ଦେଖନ୍ତୁ ମୁଁ ସମସ୍ତଙ୍କୁ କଥା ଦଉଛି ମୁଁ ସମସ୍ତଙ୍କ ସରପଞ୍ଚ ଭଳି ସବୁ ସରପଞ୍ଚ ଭଳି ନୁହଁ କି ସବୁ ପଲିଟିସିଆନ ଭଳି ନୁହଁ ମୁଁ ତମକୁ କଥା ଦଉଛି ନିଶ୍ଚିତ ରୂପେ ତମ କାର୍ଯ୍ୟ ମୁଁ ସଫଳ କରିବି। ତମ ଯୋଉ କାମ ହେଇନାହିଁ ଗାଁର ଯୋଉ କାମ ଅଧୁରା ଅଛି ରାସ୍ତାଘାଟ ଭଲ ମନ୍ଦ ତାପରେ ନିର୍ଭର ଯୋଉମାନେ ଲୋକ କରୁଛନ୍ତି ତା ପ୍ରତି ଉପରେ ମୁଁ ଧ୍ୟାନ ଦେବି। ଗୋଟେ କଥା ହଉଛି ଆମେ ଆସୁଛନ୍ତି ମାନେ ଇଲେକ୍ସନ ସମୟରେ ଲୋକମାନଙ୍କୁ ବୁଝଉଛନ୍ତି ଆଉ ବିଭିନ୍ନ କଥା ପ୍ରଲୋଭନ ଦେଖାଉଛନ୍ତି। ମୁଁ ଅମକ କରେଇଦେବି ସମକ କରେଇଦେବି ଅମକ ମାନେ ବାଣ୍ଟିବି ସମକ ବାଣ୍ଟିବି କିନ୍ତୁ ଇଲେକ୍ସନ ସରିଲା ତ ସବୁ ସରିଗଲା ଆଉ କିନ୍ତୁ ମୁଁ ପ୍ରତିଶ୍ରୁତି ଦଉଛି ମୁଁ ଯେତେ ବା କାମ ବାକି ଅଛି ମୁଁ ସବୁ କରିବି। କିନ୍ତୁ ସମସ୍ତଙ୍କୁ ଅନୁରୋଧ ଇଲେକ୍ସନ ସମୟରେ 500 ଟଙ୍କା ନେଇକି 5 ବର୍ଷ ଆପଣ ମାନେ ଅପେକ୍ଷା କରନ୍ତୁ ନାହିଁ। 5 ବର୍ଷ କଣ ଅପେକ୍ଷା କରନ୍ତୁ ନାହିଁ 500 ଟଙ୍କା ନେଇଯିବେ ମଦ ପିଇଦେବେ କିନ୍ତୁ 5 ବର୍ଷ ତାଙ୍କ ପଛେ ପଛେ ଗୋଡେଇବେ। ଦରକାର ପାଇଁ ତାଙ୍କୁ ତମେ ଜୋର ଦେଇ କହିପାରିବନି କି ସରପଞ୍ଚକୁ ହଉ କି ଯାହାକୁ ହଉ ଜୋର ଦେଇ କହିପାରିବନି କାରଣ ସେମାନେ କହିଦେବେ ତୁ 500 ଟଙ୍କା ନେଇକି ଭୋଟ ଦେଇଛୁ କେବେ 500 ଟଙ୍କା ମଦ ଟିକେ ପାଇଁ ନିଜକୁ ବିକ୍ରି କରି ଦବନି। ମାନେ ସମସ୍ତଙ୍କୁ ଅନୁରୋଧ ମୋ ତରଫରୁ ରହିଲା କାରଣ ଇଲେକ୍ସନ ବେଳେ ସମସ୍ତେ ମାନେ ଆକାଶ କଇଁଆ ଚିଲିକା ମାଛ ଦେଖେଇଦେବେ। ଆଉ ବିକାଶ ବାବୁ ଯାହା ଖୁସି ଲାଗିଲା ତମ ସହିତ ଭେଟ ହୋଇ ମୁଁ କଥା ଦଉଛି ତମର ଇନ୍ଦିରା ଆବାସ ହଉ କି ଯାହା ବି ଅଛି ମୁଁ ନିଶ୍ଚିତ ରୂପେ ସଫଳ କରିବି କାରଣ ମୁଁ ଜାଣିଛି ତମେ ଜଣେ ଭଲ ମଣିଷ ହେଲା। ଆଜ୍ଞା ଆଉ ସବୁ ଭଲ ତ? ଆଜ୍ଞା ସାର୍ ଠିକ ଅଛି ମୋ ପାଖରେ ସମୟ ନାହିଁ। ମୁଁ ରାସନ କାର୍ଡ ନିଶ୍ଚିତ ଆପ୍ଲାଏ ନୂଆ ଯାଇକି ଆମ ଡିଲର ଯିଏ ଅଛନ୍ତି ମୋ ନାଁ କହିଦେବେ ସେ ଲେଖି ସେ ଆପ୍ଲାଏ କରିଦେବେ ହେଲା। ନିଶ୍ଚିତ ନିଶ୍ଚିତ ହେଇଯିବ। 5-6 ବର୍ଷ ହେଲାଣି ଦୌଡ଼ ହଉନି ମୋ ପୁଅକୁ ଆଜି 15 ବର୍ଷ ହେଲାଣି ରାସନ କାର୍ଡ କିଏ ଦେଖନ୍ତୁ ମାନେ କଣ କିଏ କରିଥିଲା ନ କରିଥିଲା ମୁଁ କହିବିନି କିନ୍ତୁ ମୁଁ ସରପଞ୍ଚ ଜିତି ସାରିଲା ପରେ ମୁଁ ପ୍ରତିଶ୍ରୁତି ଦଉଛି ନିଶ୍ଚିତ ମୁଁ କରିଦେବି। କିନ୍ତୁ ଗୋଟେ କଥା ମୁଁ ଆପଣଙ୍କୁ ଅନୁରୋଧ କରିବି କେବେ ପୁଣି ଥରେ ତାକୁ ମାନେ ଦ୍ୱିତୀୟ ଥର କହୁଛି କେବେ 5 ଟଙ୍କା ନେଇ ମଦ ଟିକେ ନେଇ ନିଜକୁ ବିକ୍ରି କରିଦବନି। ପ୍ରପର କ୍ୟାଣ୍ଡିଡେଟ୍ ଆମେ ଚଏସ୍ କରିବା ଯିଏ କି ଆମର ସୁଖ ଦୁଃଖର ସାଥୀ ହେଇପାରିବ। ତାହେଲେ ଠିକ ଅଛି ମୋ ପାଖରେ ସମୟ ନାହିଁ ମୁଁ ଅଲଗା ଜାଗାକୁ ଯିବି ରହୁଛି ନମସ୍କାର। ଆଜ୍ଞା ଆଜ୍ଞା ସାର୍।